Good morning everyone. Welcome to Daily Learning. आज आम ए भिडियो रे जियोग्राफी रो केतेटा एमसीक्यू डिस्कशन करबा। एटा होची यार क्लास नंबर 10। या पूर्व मु ऑलरेडी यार 9टा क्लास अपलोड करि सारची। तो देखि नाथि जाई देखि नेबे। बहुत इंपोर्टेंट भलो भलो क्वेश्चन अछि जोटा कि अपकमिंग एग्जाम्स पई बहुत हेल्पफुल हबो। ता सहित यदि बीएड पई प्रिपेयर होउचंती ताले ई वीडियो टी बहुत हेल्पफुल हबो। बीएड रे सिलेबस रे मेंशन हेतिबा जति सब पाठ अछि तो ता को रिलेट करूतबा सब क्वेश्चन ई वीडियो रे हमें आलोचना करिया पई जाउछंती। तो ता सहित ट्रिपल एससी हो डबल एससी हो जति सब एग्जाम कंडक्ट करछि ता पई मध्ये ए वीडियो बहुत हेल्पफुल हबो। तो चलंतु फर्स्ट क्वेश्चन कोन अछि हमें देखिबा। तो देखिए व्हिच ऑफ द फॉलोइंग इज ए रबी क्रॉप। एक भितर कोटा गुटे रबी क्रॉप बोली पचारुछि। ऑप्शन अछि राइस व्हीट मेज ना जूट। कोटा हबो रबी क्रॉप जानचंदी कोटा यार ऑप्शन ठीक उत्तर कोटा हबो ना व्हीट। व्हीट होछि गुटे रबी क्रॉप। आउ जदि हमें रबी क्रॉप रो केतरा जदि एग्जांपल देखिबा कोन हे परिबो ना ग्राम मस्टर्ड पीस बार्ली व्हीट ये सब जाउचंदी कोटा रे ना रबी क्रॉप रे। आउ होछि राइस मेज जूट ये सब कोटा जाउचंदी ना खरीफ क्रॉप रे जाउचंदी। नेक्स्ट क्वेश्चन जदि हमें देखिबा व्हिच ऑफ द फॉलोइंग इज ए जेड क्रॉप। जेड क्रॉप माने कोन ना जोटा वर्षा दिन जोटा चाष करा जाय सेटा कोन कहा गला सेटा कहा गला खरीफ फसल। आउ जोटा को करा गला कोटा रे ना ଶୀତ ଦିନ ଟାଇମ ରେ ଯୋଉଟା ଚାଷ କରାଗଲା ଏଟା ହେଲା ରବି ଫସଲ। ଆଉ ଯୋଉ ମଝି ଟାଇମ ରେ ଯୋଉ ରହିଲା ଯୋଉ ଗ୍ୟାପ ଟା ରହିଗଲା ତ ସେଠିରେ ଯୋଉ ଚାଷ କରାଯାଏ ସେଟାକୁ କୁହନ୍ତି ଜେଡ କ୍ରପ କୁହାଯାଏ। ସେ ପଚାରିଛି ଏମାନଙ୍କ ଭିତରୁ କୋଉଟା ଗୋଟେ ଜେଡ କ୍ରପ। ଅପସନ ଅଛି ହ୍ୱିଟ ୱାଟରମେଲନ ରାଇସ୍ ଗ୍ରାମ। ତାହେଲେ ଏଠି ଆମେ ଜାଣିଲେ କଣ ହ୍ୱିଟ ଗ୍ରାମ ମଷ୍ଟାର୍ଡ ଏ ସବୁ କୋଉଟା ଯାଉଛନ୍ତି ଏ ସବୁ ରବି କ୍ରପ ରେ ଯାଉଛନ୍ତି। ରାଇସ୍ ଟା ଯାଉଛି ଖରିଫ କ୍ରପ ରେ। ଆଉ ରହିଲା କିଏ ୱାଟରମେଲନ ଟା ଯାଉଛି କୋଉଟାରେ ନା ଜେଡ କ୍ରପ ରେ ଯାଉଛି। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା କଣ କହୁଛି ନା which Indian state produce the maximum wheat। ତାହେଲେ ଏ ଯୋଉ ସବୁଠାରୁ ଅଧିକ ଗହମ ପ୍ରଡକ୍ସନ କୋଉଠି ହଉଛି ବୋଲି ପଚାରୁଛି। ପଞ୍ଜାବ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶ ନା ହରିୟାଣା। ସବୁଠାରୁ ଅଧିକ ହ୍ୱିଟ କୋଉଠି ଚାଷ କରାଯାଉଛି ନା ୟୁପି ବା ଉତ୍ତରପ୍ରଦେଶରେ ହିଁ ଅଧିକ ପରିମାଣରେ ହ୍ୱିଟ ଚାଷ ବା ଗହମ ଚାଷ କରାଯାଉଛି। ଯଦି ଆମେ ଦେଖିବା ୱାର୍ଲଡ ୱାଇଡ ରେ କୋଉଠି ଦେଖାଯାଉଛି ନା ଚାଇନାରେ। ସେଠି ନେକ୍ସଟ କ୍ୱେଶ୍ଚନ ଅଛି which country produces the maximum wheat in the world। ଯଦି ଆମେ ୱାର୍ଲଡ ୱାଇଡ ଦେଖିବା ତାହେଲେ ସବୁଠାରୁ ଅଧିକ ଯୋଉ ଗହମ ଚାଷ କୋଉଠି କରାଯାଉଛି ନା ଚାଇନାରେ। କୋଉଠି ଚାଷ କରାଯାଉଛି ଚାଇନାରେ ସବୁଠାରୁ ଅଧିକ ଗହମ ଚାଷ କରାଯାଉଛି। ଯଦି ଆମେ ଇଣ୍ଡିଆ ୱାଇଡ ଦେଖିବା ଉତ୍ତରପ୍ରଦେଶରେ। ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା which Indian state produces the maximum millet। ଯୋଉ ମିଲେଟ ଯୋଉ ରହୁଛି ତାର ଅଧିକ ପରିମାଣରେ ମିଲେଟ କୋଉଠି ଚାଷ କରାଯାଏ ବୋଲି ପଚାରୁଛି। ଅପସନ ଅଛି ମହାରାଷ୍ଟ୍ର ତାପରେ ଅଛି ରାଜସ୍ଥାନ ତାପରେ ଅଛି କର୍ଣ୍ଣାଟକ ତାପରେ ଅଛି ଗୁଜରାଟ। ଏଠି ଉତ୍ତର କୋଉଟା ହବ ନା ରାଜସ୍ଥାନରେ ହିଁ ଅଧିକ ପରିମାଣରେ ମିଲେଟ ଚାଷ କରାଯାଉଛି। ଏଟା ଆମେ ଦେଖିଲେ କଣ ଆମ ଇଣ୍ଡିଆରେ ଦେଖିବା ୱାର୍ଲଡ ୱାଇଡ କୋଉଠି ଅଧିକ ଚାଷ କରାଯାଉଛି ମିଲେଟ ନା ଅପସନ ଅଛି କ୍ୱେଶ୍ଚନ ଅଛି କଣ ନା which country produces the maximum millet in the world। ୱାର୍ଲଡ ୱାଇଡ ଯଦି ଆମେ ଦେଖିବାକୁ ଯିବା ଅପସନ ଅଛି ନାଇଜେରିଆ ଇଣ୍ଡିଆ ଚାଇନା ୟୁଏସଏ। ଏଠି ଉତ୍ତର କୋଉଟା ହବ ନା ଇଣ୍ଡିଆ। ଇଣ୍ଡିଆରେ ହିଁ ଅଧିକ ପରିମାଣରେ ମିଲେଟ ଚାଷ କରାଯାଏ। କୋଉଠି ଚାଷ କରାଯାଏ ଇଣ୍ଡିଆରେ। ଆଉ ଇଣ୍ଡିଆ ଯଦି ୱାର୍ଲଡ ୱାଇଡ ଦେଖିଲେ ଇଣ୍ଡିଆରେ ଆଉ ଆମ ଇଣ୍ଡିଆରେ ଯଦି ଦେଖିବା କୋଉ ଷ୍ଟେଟରେ ନା ରାଜସ୍ଥାନରେ ଅଧିକ ପରିମାଣରେ ମିଲେଟ ଚାଷ କରାଯାଏ। ନେକ୍ସଟ କ୍ୱେଶ୍ଚନ କହିଛି which Indian state produces the maximum maize। ଯୋଉ ମକା ଚାଷ ସବୁଠାରୁ ଅଧିକ କୋଉଠି ହୁଏ ବୋଲି ପଚାରୁଛି। ଅପସନ ଅଛି ମହାରାଷ୍ଟ୍ର କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ ନା ବିହାର। ଏଠି ଉତ୍ତର କୋଉଟା ହବ ନା କର୍ଣ୍ଣାଟକରେ ହିଁ ଅଧିକ ପରିମାଣରେ ମକା ଚାଷ କରାଯାଏ। କୋଉଠି ଚାଷ କରାଯାଏ ନା କର୍ଣ୍ଣାଟକରେ ଅଧିକ ପରିମାଣରେ ମକା ଚାଷ କରାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ସେମିତି କହିଛି ନା ୱାର୍ଲଡ ୱାଇଡ ଦେଖିବା ଯଦି କୋଉ କଣ୍ଟ୍ରି ଅଧିକ ପରିମାଣରେ ମକା ପ୍ରଡ୍ୟୁସ କରୁଛି। ଅପସନ ଅଛି ଚାଇନା ଇଣ୍ଡିଆ ୟୁଏସଏ ବ୍ରାଜିଲ। ଏଠି ଉତ୍ତର କୋଉଟା ହବ ନା ୟୁଏସଏ ରେ ହିଁ ଅଧିକ ପରିମାଣରେ ମକା ଚାଷ କରାଯାଏ। କୋଉଠି କରାଯାଏ ନା ୟୁଏସଏ ରେ ଯୋଉ ଆମେରିକାରେ ଅଧିକ ପରିମାଣରେ ମକା ଚାଷ କରାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା which Indian state produces the maximum sugar cane। ଆଖୁ ଚାଷ ଅଧିକ ପରିମାଣରେ ଆମ ଇଣ୍ଡିଆର କୋଉ ଷ୍ଟେଟରେ ଅଧିକ ପରିମାଣରେ ଆଖୁ ଚାଷ କରାଯାଏ। ଅପସନ ଅଛି ମହାରାଷ୍ଟ୍ର ଉତ୍ତରପ୍ରଦେଶ କର୍ଣ୍ଣାଟକ ନା ତାମିଲନାଡୁ। ଏଠି ଉତ୍ତର କୋଉଟା ହବ ନା ଉତ୍ତରପ୍ରଦେଶରେ ହିଁ ଅଧିକ ପରିମାଣରେ ଆଖୁ ଚାଷ କରାଯାଏ। ଆଉ ଗୋଟେ ଆମେ ଫାଷ୍ଟ ପଢିଥିଲେ କଣ ନା ଗହମ ଚାଷ ବି ଅଧିକ ପରିମାଣରେ ଉତ୍ତରପ୍ରଦେଶରେ ହୁଏ ଆଉ ଆଖୁ ଚାଷ ବି ଅଧିକ ପରିମାଣରେ ଉତ୍ତରପ୍ରଦେଶରେ କରାଯାଏ। ଆଉ ଯଦି ଆମେ ସେକେଣ୍ଡରେ ଦେଖିବା କୋଉଠି ନା ଫାଷ୍ଟ ରହିବ ଉତ୍ତରପ୍ରଦେଶ ସେକେଣ୍ଡରେ ରହିବ ମହାରାଷ୍ଟ୍ର ଆଉ ଥାର୍ଡରେ ରହିବ କୋଉଠି ନା କର୍ଣ୍ଣାଟକ। ଯଦି ଆମେ ଦେଖିବା ଫାଷ୍ଟ ସେକେଣ୍ଡ ଥାର୍ଡ ମନେ ରଖିଦେଇଥିବେ ଆଖୁ ଚାଷ ଉତ୍ତରପ୍ରଦେଶରେ ଅଧିକ ହୁଏ ସେକେଣ୍ଡରେ ମହାରାଷ୍ଟ୍ର ଆଉ
थर्ड रे रहइबो कर्नाटक आ होची उत्तर प्रदेश रे गहम चाष भी अधिक करा जाय नेक्स्ट क्वेश्चन देखिबा व्हिच कंट्री प्रोड्यूसेस द मैक्सिमम सुगर केन इन वर्ल्ड जे हम वर्ल्ड वाइड देखिया को जिबा अधिक परिमाण रे सुगर केन कोठी चाष करा जाउची बोली पचारुची ऑप्शन अछि इंडिया ब्राजील चाइना ना थाईलैंड एठी उत्तर कोटा हबो ना ब्राजील रे ही अधिक परिमाण रे सुगर केन बा आखु चाष अधिक परिमाण रे करा जाय कोठी करा जाय ब्राजील रे आ सेकंड रे के रहउची ना सेकंड रे हम इंडिया रहउची थर्ड रे रहउची चाइना तने मन रही गला सुगर केन जदि देखिबा ब्राजील रहउची एक नंबर रे वर्ल्ड वाइड सेकंड रे इंडिया थर्ड रे चाइना ଆଉ ଆମେ ଇଣ୍ଡିଆ ଯଦି ଦେଖିବା ପ୍ରଥମେ ରହୁଛି ଉତ୍ତର ପ୍ରଦେଶ ସେକେଣ୍ଡ ରେ ମହାରାଷ୍ଟ୍ର ଥାର୍ଡ ରେ କର୍ଣ୍ଣାଟକ ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା which country produces the maximum tea in the world ମାନେ ଅଧିକ ପରିମାଣରେ ଯୋଉ ଚା ଚାଷ କୋଉଠି କରାଯାଏ ବୋଲି ପଚାରୁଛି ଆମ ଇଣ୍ଡିଆରେ କୋଉଠି କରାଯାଏ ଆସାମରେ କରାଯାଏ କିନ୍ତୁ ସେ ୱାର୍ଲଡ ୱାଇଡ ରେ ଅଧିକ କୋଉଠି ଚାଷ କରାଯାଏ ଅପସନ ଅଛି କୋଉଠି ନା ଇଣ୍ଡିଆ ଚାଇନା କେନିଆ ନା ଶ୍ରୀଲଙ୍କା କୋଉଠି ଚାଷ କରାଯାଏ ନା ଚାଇନାରେ ହିଁ ଅଧିକ ପରିମାଣରେ ଟି ଚାଷ କରାଯାଏ ବା ଯୋଉ ଚା ଚାଷ କୋଉଠି ଅଧିକ କରାଯାଏ ନା ଚାଇନାରେ ଆଉ ସେକେଣ୍ଡ ନମ୍ବରରେ ରହୁଛି ଇଣ୍ଡିଆ ଇଣ୍ଡିଆ କୋଉଠି ରହୁଛି ନା ସେକେଣ୍ଡରେ ରହୁଛି ଇଣ୍ଡିଆ ଆଉ ଚାଇନା ରହୁଛି ଏକ ନମ୍ବରରେ ନେକ୍ସଟ क्वेश्चन देखिबा which indian state produces the maximum tea ମାନେ ଅଧିକ ପରିମାଣରେ ଚା ଚାଷ କୋଉଠି କରାଯାଏ ଅପସନ ଅଛି ୱେଷ୍ଟ ବେଙ୍ଗଲ ଆସାମ କେରଲା ତାମିଲନାଡୁ କୋଉଠି କରାଯାଏ ନା ଆସାମ ରେ ହିଁ ଅଧିକ ପରିମାଣରେ ଚା ଚାଷ କରାଯାଏ ଜାଣିଛନ୍ତି ଆସାମ ଟି ଆଉ ସେକେଣ୍ଡ ନମ୍ବରରେ କିଏ ରହୁଛି ନା ୱେଷ୍ଟ ବେଙ୍ଗଲ ରହୁଛି ସେକେଣ୍ଡ ରେ ଆଉ ଥାର୍ଡ ରେ କିଏ ରହୁଛି ନା ଥାର୍ଡ ରେ ରହୁଛି କେରଳାରେ ରହୁଛି ଥାର୍ଡ ନମ୍ବରରେ କେରଲା ଆମେ ଦେଖିଦେଲେ ଇଣ୍ଡିଆରେ ରହୁଛି ଆସାମ ଫାର୍ଷ୍ଟ ରହିବ ସେକେଣ୍ଡ ରେ ୱେଷ୍ଟ ବେଙ୍ଗଲ ଥାର୍ଡ ରେ କେରଲା ଆଉ ଯଦି ଚାଇନାରେ ଯଦି ଆମେ ଦେଖିବା ୱାର୍ଲଡ ୱାଇଡ ଦେଖିବା ଚାଇନା ହଉଛି ଏକ ନମ୍ବରରେ ଆଉ ଦୁଇ ନମ୍ବରରେ ରହୁଛି ଇଣ୍ଡିଆ ନେକ୍ସଟ କ୍ୱେଶ୍ଚନ which country produces the maximum coffee in the world ୱାର୍ଲଡ ୱାଇଡ ଯଦି ଦେଖିବା ସବୁଠାରୁ ଅଧିକ କଫି ଚାଷ କୋଉଠି କରାଯାଏ ବୋଲି ପଚାରୁଛି କୋଉଠି କଫି ଚାଷ ଅଧିକ କରାଯାଏ ଅପସନ ଅଛି ଭିଏତନାମ ବ୍ରାଜିଲ ଇଣ୍ଡିଆ ନା କଲମ୍ବିଆ ଏଠି ଉତ୍ତର କୋଉଟା ହବ ନା ବ୍ରାଜିଲ ହଉଛି ଏକ ନମ୍ବରରେ ରହୁଛି ଯଦି ଆମେ ୱାର୍ଲଡ ୱାଇଡ ଦେଖିବା ତାହେଲେ କଫି ଚାଷ କରିବାରେ ବ୍ରାଜିଲ ରହୁଛି ଏକ ନମ୍ବରରେ ଆଉ ଦୁଇ ନମ୍ବରରେ କିଏ ରହୁଛି ନା ଭିଏତନାମ ରହୁଛି ଦୁଇ ନମ୍ବରରେ ଥାର୍ଡ ନମ୍ବରରେ ରହୁଛି କିଏ ନା କଲମ୍ବିଆ ରହୁଛି ଥାର୍ଡ ନମ୍ବରରେ କଫି ଚାଷରେ ଏକ ନମ୍ବରରେ ରହୁଛି ବ୍ରାଜିଲ ଦୁଇ ନମ୍ବରରେ ଭିଏତନାମ ଆଉ ଥାର୍ଡ ରହୁଛି କଲମ୍ବିଆ କୋଉଠି କଫି ଚାଷରେ ନେକ୍ସଟ କ୍ୱେଶ୍ଚନ ଯଦି ଦେଖିବା which indian state produces the maximum coffee ଆମ ଯଦି ଆମେ ଇଣ୍ଡିଆରେ ଦେଖିବା କୋଉ ଷ୍ଟେଟରେ ଅଧିକ ପରିମାଣରେ କଫି ପ୍ରଡକ୍ସନ ହଉଛି ବା କୋଉଠି ଅଧିକ କଫି ଚାଷ କରାଯାଉଛି ଅପସନ ଅଛି କେରଲା କର୍ଣ୍ଣାଟକ ତାମିଲନାଡୁ ଆନ୍ଧ୍ରପ୍ରଦେଶ ଏଠି ଉତ୍ତର କୋଉଟା ହବ ଏଇ କର୍ଣ୍ଣାଟକରେ ହିଁ ଅଧିକ ପରିମାଣରେ କଫି ଚାଷ କରାଯାଏ କୋଉଠି କରାଯାଏ କର୍ଣ୍ଣାଟକରେ ଆଉ ସେକେଣ୍ଡରେ ରହିବ କେରଲା ରହୁଛି ସେକେଣ୍ଡରେ ଆଉ କଫି ଚାଷରେ ଆଉ ଫାର୍ଷ୍ଟରେ ରହୁଛି କର୍ଣ୍ଣାଟକ ନେକ୍ସଟ କ୍ୱେଶ୍ଚନ which indian state produces the maximum ରବର ଚାଷ ଅଧିକ କୋଉଠି କରାଯାଏ ବୋଲି ପଚାରୁଛି କୋଉଠି କରାଯାଏ ଅପସନ ଅଛି ତାମିଲନାଡୁ କେରଲା କର୍ଣ୍ଣାଟକ ନା ତ୍ରିପୁରା କୋଉଠି କରାଯାଏ ନା କେରଲାରେ ହିଁ ଅଧିକ ପରିମାଣରେ ରବର ଚାଷ କରାଯାଏ ଆଉ କେରଲାରେ ଆଉ ଗୋଟେ କଣ କରାଯାଏ ନା ନଡିଆ ଚାଷ ମଧ୍ୟ ଅଧିକ ପରିମାଣରେ କୋଉଠି କରାଯାଏ ନା କେରଲାରେ କରାଯାଏ ଆଉ ରବର ଚାଷ ସେକେଣ୍ଡରେ ଯଦି କିଏ ପଚାରିବ ନା ଯଦି ସେକେଣ୍ଡରେ ରହୁଛି ତାମିଲନାଡୁ ଆଉ ଫାର୍ଷ୍ଟରେ ରହୁଛି କେରଲା କୋଉଟାରେ ନା ରବର ପ୍ରଡକ୍ସନରେ ନେକ୍ସଟ କ୍ୱେଶ୍ଚନ ଦେଖିବା which country produces the maximum natural rubber in the world ଯୋଉ ରବର ପ୍ରଡକ୍ସନ ଯଦି ଆମେ ଦେଖିବା ୱାର୍ଲଡ ୱାଇଡ ରେ କୋଉ ଦେଶ ଅଧିକ ପ୍ରଡ୍ୟୁସ କରୁଛି ଅପସନ ଅଛି କଣ ଇଣ୍ଡୋନେସିଆ ଇଣ୍ଡିଆ ଥାଇଲାଣ୍ଡ ନା ଭିଏତନାମ ତାହେଲେ ଫାର୍ଷ୍ଟ ଠିକ ଉତ୍ତର କୋଉଟା ହବ ଥାଇଲାଣ୍ଡରେ ଅଧିକ ପରିମାଣରେ କଣ କରାଯାଏ ନା ରବର ଚାଷ କରାଯାଏ ସେକେଣ୍ଡରେ ଯଦି ଆମେ ଦେଖିବା କିଏ ରହୁଛି ନା ଇଣ୍ଡୋନେସିଆ ରହୁଛି ସେକେଣ୍ଡରେ ଆଉ ଥାର୍ଡରେ ରହୁଛି ଭିଏତନାମ ଯଦି ଆମେ ୱାର୍ଲଡ ୱାଇଡ ଦେଖିବା ଏକ ନମ୍ବରରେ ରହୁଛି ଥାଇଲାଣ୍ଡ ରବର ପ୍ରଡକ୍ସନ ରେ ଏକ ନମ୍ବରରେ ଥାଇଲାଣ୍ଡ ଦୁଇ ନମ୍ବରରେ ଇଣ୍ଡୋନେସିଆ ଆଉ ଥାର୍ଡରେ ରହୁଛି ଭିଏତନାମ ଆଉ ଆମ ଇଣ୍ଡିଆରେ କିଏ ରହୁଛି ନା କେରଲା ରହୁଛି ଏକ ନମ୍ବରରେ ଦୁଇ ନମ୍ବରରେ ରହୁଛି ତାମିଲନାଡୁ ଆଉ କୋକୋନଟ ପ୍ରଡକ୍ସନରେ ବି କେରଲା ମଧ୍ୟ ଆଗ ରହୁଛି ନେକ୍ସଟ କ୍ୱେଶ୍ଚନ which indian state produces the maximum coconut ଅଧିକ କୋକୋନଟ କୋଉଠି ପ୍ରଡ୍ୟୁସ କରାଯାଏ ନା କେରଲାରେ ଠିକ ଉତ୍ତର କୋଉଟା ହବ କେରଲା ନେକ୍ସଟ କ୍ୱେଶ୍ଚନ ଦେଖିବା which indian state produces the maximum cotton ଯୋଉ କଟନ ଚାଷ ଅଧିକ କୋଉଠି କରାଯାଏ ବୋଲି ପଚାରୁଛି ମହାରାଷ୍ଟ୍ର ଗୁଜରାଟ ପଞ୍ଜାବ ନା ହରିୟାଣା କୋଉଠି ଅଧିକ ପରିମାଣରେ କଟନ ଚାଷ କରାଯାଏ ନା ଗୁଜରାଟରେ ହିଁ ଅଧିକ ପରିମାଣରେ କଟନ ଚାଷ କରାଯାଏ ଆଉ ଦୁଇ ନମ୍ବରରେ ରହୁଛି ମହାରାଷ୍ଟ୍ର କେତେ ନମ୍ବରରେ ରହୁଛି ଦୁଇ ନମ୍ବରରେ ରହୁଛି ଆଉ ଗୁଜରାଟ ରହୁଛି ଏକ ନମ୍ବରରେ ନେକ୍ସଟ କ୍ୱେଶ୍ଚନ ଦେଖିବା which country produces the maximum cotton in the ୱାର୍ଲଡ ୱାଇଡ ଯଦି ଆମେ ଦେଖିବା ଅଧିକ ପରିମାଣରେ କଟନ କୋଉଠି ଚାଷ କରାଯାଏ ନା ଇଣ୍ଡିଆ ୟୁଏସଏ ଚାଇନା ନା ବ୍ରାଜିଲ ଠିକ ଉତ୍ତର କୋଉଟା ହବ ନା ଚାଇନାରେ ହିଁ ଅଧିକ ପରିମାଣରେ କଟନ ଚାଷ କରାଯାଏ ଆଉ ସେକେଣ୍ଡରେ ରହୁଛି ଇଣ୍ଡିଆର ସ୍ଥାନ କୋଉଠି ରହୁଛି ନା ସେକେଣ୍ଡରେ ରହୁଛି ଆଉ ଚାଇନା ରହୁଛି ଫାର୍ଷ୍ଟରେ ନେକ୍ସଟ କ୍ୱେଶ୍ଚନ ଦେଖିବା which crop is called golden fiber ଏମାନଙ୍କ ଭିତରୁ କାହାକୁ ଗୋଲ୍ଡେନ ଫାଇବର ବୋଲି କୁହାଯାଏ କଟନ ଜୁଟ ସିଲ୍କ ନା ହେମ୍ କାହାକୁ କୁହାଯାଏ ନା
ଏଇ କଟନ କୁ କାହାକୁ ନା ଜୁଟ କୁ କଣ କୁହାଯାଏ ନା ଗୋଲ୍ଡେନ ଫାଇବର ବୋଲି କୁହାଯାଏ। କଣ କୁହାଯାଏ ନା ଜୁଟ କୁ ହିଁ ଗୋଲ୍ଡେନ ଫାଇବର ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ ଆଉ ଯଦି ଦେଖିବା ଜୁଟ କୋଉଠି ଅଧିକ ପରିମାଣରେ ଚାଷ କରାଯାଏ ନା ୱେଷ୍ଟ ବେଙ୍ଗଲରେ ଚାଷ କରାଯାଏ। ଆଉ ୱାର୍ଲଡ ୱାଇଡ ଯଦି ଦେଖିବା କୋଉଠି ୱାର୍ଲଡ ୱାଇଡ ରେ ମଧ୍ୟ ଇଣ୍ଡିଆରେ ହିଁ ଅଧିକ ପରିମାଣରେ ଚାଷ କରାଯାଏ। ହୁଇଚ ଇଣ୍ଡିଆନ ଷ୍ଟେଟ ପ୍ରଡ୍ୟୁସେସ ଦ ମ୍ୟାକ୍ସିମମ୍ ଜୁଟ କୋଉଠି ନା ୱେଷ୍ଟ ବେଙ୍ଗଲ। ଏବେ ଡିସ୍କସନ କଲେ ୱେଷ୍ଟ ବେଙ୍ଗଲ ହିଁ ଅଧିକ ପରିମାଣରେ ଜୁଟ ଚାଷ କରାଯାଏ। ଆଉ ଆମ ଯଦି ୱାର୍ଲଡ ୱାଇଡ ଦେଖିବା ୱାର୍ଲଡ ୱାଇଡ ଦେଖିବା ଯୋଉଠି କୋଉଠି ନା ଇଣ୍ଡିଆରେ ହିଁ ଅଧିକ ପରିମାଣରେ ଝୋଟ ଚାଷ କରାଯାଏ। ବୁଝିହେଲା। ଆଉ ଯଦି ଦେଖିବା ଚାଇନା କୋଉଟାରେ ଫାଷ୍ଟ ରହୁଛି ନା ହ୍ୱିଟ ରେ। ଚାଇନା ରହୁଛି ହ୍ୱିଟ ରେ 1 ନମ୍ବରରେ ରହୁଛି। ଆଉ ରହୁଛି ଟି ପ୍ରଡକ୍ସନ ରେ କଟନ ପ୍ରଡକ୍ସନ ରେ ଇଏ ସବୁଟା ରହୁଛି କୋଉଟାରେ ନା ଚାଇନା ରହୁଛି ଫାଷ୍ଟ ରେ। ଆଉ ମିଲେଟ ପ୍ରଡକ୍ସନ ଆଉ କଟନ ପ୍ରଡକ୍ସନ ରେ ଇଣ୍ଡିଆ ରହୁଛି ଫାଷ୍ଟ ରେ। ତ ଆଜି ଭିଡିଓରେ ଏତିକି। ଯଦି ଭିଡିଓଟି ଭଲ ଲାଗୁଛି ତାହେଲେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆଉ ଏଇ ଯେତିକି କ୍ୱେଶ୍ଚନ ଆମେ ଡିସ୍କସନ କଲେ ସେମାନଙ୍କ ଭିତରୁ କେତେଟା କ୍ୱେଶ୍ଚନ ଆପଣ ଦେଇପାରିଛନ୍ତି ସେଟାକୁ ନିହାତି କମେଣ୍ଟ ସେକ୍ସନରେ ଜଣେଇବେ। ତ ଥ୍ୟାଙ୍କ ୟୁ, ଲାଇକ୍ ଆଣ୍ଡ ସବସ୍କ୍ରାଇବ।